ଜୟ ଜଗନ୍ନାଥ ପ୍ରଭୁ। ସମସ୍ତ ଓଟିଇଟି ପେପର 1 ଆଣ୍ଡ ପେପର 2 ଆସ୍ପିରାଣ୍ଟଙ୍କୁ ଓଡ଼ିଶା ଟେଟ୍ କ୍ରାକର ଓଇଟି ପ୍ଲାଟଫର୍ମରେ ମୁଁ ସ୍ୱାଗତ ଜଣାଉଛି। ଆଜିର କ୍ଲାସରେ ଆମେ ଓଟିଇଟି ପେପର 2ର ଏକର୍ଡିଂ ଟୁ ସିଲାବସ୍ 2024 ସିଡିପି ଚାପ୍ଟରର ୟୁନିଟ୍ 3କୁ ନେଇକି ଡିସ୍କସ୍ କରିବା, ଯାହାକି ୟୁନିଟ୍ 3ରେ ପର୍ଟିକୁଲାର ଯଦି ଆମେ ଦେଖିବା ପ୍ରିନ୍ସିପଲ୍ ଅଫ୍ କରିକୁଲମ୍ ଅର୍ଗାନାଇଜେସନ୍, ତ ସେ ବିଷୟରେ ଆମେ ଡିଟେଲରେ ଡିସ୍କସ୍ କରିବା। ଏମିତି ନୁହଁ କି ଯାହା କିଛି ଆପଣଙ୍କର ସିଲାବସ୍‌ରେ ମେନସନ୍ ଅଛି, ସେଇ ଭିତରୁ ହିଁ ଆପଣଙ୍କୁ ପ୍ରଶ୍ନ ଆସିଥାଏ। ଓଟିଇଟି ପେପର 1 ହଉ କିମ୍ବା ପେପର 2ରେ ବେଳେବେଳେ ଆପଣଙ୍କର ଆଉଟ୍ ଅଫ୍ ସିଲାବସ୍‌ରୁ ମଧ୍ୟ କ୍ୱେଶ୍ଚିନ୍ ଦେଖିବାକୁ ମିଳିଥାଏ। ତେବେ ୱିଦାଉଟ୍ ଡିଲେ ଚାଲନ୍ତୁ କ୍ଲାସ୍‌କୁ ଷ୍ଟାର୍ଟ କରିବା। ତା ପୂର୍ବରୁ କହି ରଖୁ କି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରୁଥାନ୍ତି, ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ କ୍ଲାସ୍ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ। ତ ପ୍ରଥମେ ଦେଖିବା କି ପାଠ୍ୟକ୍ରମର ଉପାଦାନ କ'ଣ? ପାଠ୍ୟକ୍ରମର ନକ୍ସାଟିଏ ପ୍ରସ୍ତୁତ କରିବାକୁ ହେଲେ ମୁଖ୍ୟତଃ ପାଠ୍ୟକ୍ରମର 4ଟି ଉପାଦାନ ବିଷୟରେ ବିଚାର କରିବାକୁ ହୁଏ। ସେଗୁଡ଼ିକ ହେଲା କ'ଣ କ'ଣ? ନା ଲକ୍ଷ୍ୟ, ବିଷୟବସ୍ତୁ, ବିଷୟବସ୍ତୁ ସଂଗଠନ ଏବଂ ମୂଲ୍ୟାୟନ। ତ ଏଇ 4ଟି ପଏଣ୍ଟକୁ ଆପଣ ମନେ ରଖିବେ। ମେ ବି ଆପଣଙ୍କୁ କ୍ୱେଶ୍ଚିନ୍ ଆସିଯାଇପାରେ। ତ ପାଠ୍ୟକ୍ରମର ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପାଦାନ ନୁହେଁ? ତ ମନେ ରଖିବେ ଲକ୍ଷ୍ୟ, ବିଷୟବସ୍ତୁ, ବିଷୟବସ୍ତୁ ସଂଗଠନ ଏବଂ ମୂଲ୍ୟାୟନ। ଯାହା କିଛି ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିବ ସେଗୁଡ଼ିକୁ ଆମେ ଡିସ୍କସ୍ କରିବା। ଦେନ୍ ଦେଖିବା ଏହି ଉପାଦାନ ଗୁଡ଼ିକର ପରସ୍ପର ସହିତ ସମ୍ପର୍କ। ତ ଆମେ ଯଦି ଦେଖିବା ପରସ୍ପର ସହିତ ସମ୍ପର୍କ ଅଛି କ'ଣ? ନା ଲକ୍ଷ୍ୟ, ବିଷୟବସ୍ତୁ, ମୂଲ୍ୟାୟନ ଏବଂ ବିଷୟବସ୍ତୁ ସଂଗଠନ। ଏମାନେ କେବଳ ପରସ୍ପର ସହିତ ଇଣ୍ଟର ରିଲେଟେଡ୍ ନୁହଁ, ଇଣ୍ଟର ଡିପେଣ୍ଡେଣ୍ଟ ମଧ୍ୟ। ତ ଏଇ 4ଟି ଉପାଦାନ ଯଥାକ୍ରମେ ନିମ୍ନଲିଖିତ 4ଟି ପ୍ରଶ୍ନର ଉତ୍ତର ଦେଇଥାନ୍ତି। କ'ଣ କ'ଣ? ନା କେଉଁ ଲକ୍ଷ୍ୟ ସାଧନ କରିବାକୁ ହବ? କେଉଁ ପାଠ୍ୟବସ୍ତୁ ବ୍ୟବହାର କରି ଲକ୍ଷ୍ୟ ସାଧନ କରାଯିବ? ପାଠ୍ୟବସ୍ତୁର ସଜ୍ଜୀକରଣ, ସଂଗଠନ କିପରି ହେବ ଓ କେଉଁ ପ୍ରଣାଳୀରେ ଉପସ୍ଥାପନ କରାଯିବ? ତ ଦେନ୍ ଦେଖିବା କି ପାଠ୍ୟକ୍ରମରେ କ'ଣ? ନା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅନୁସାରେ ପାଠ୍ୟବସ୍ତୁ ଚୟନ କରାଯାଏ। ପାଠ୍ୟବସ୍ତୁର ସଜ୍ଜୀକରଣ ପରେ ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀରେ ଉପସ୍ଥାପନା କରାଯାଏ। ମୂଲ୍ୟାୟନ ଲକ୍ଷ୍ୟଭିତ୍ତିକ ହୁଏ ଓ ଏହି ପାଠ୍ୟକ୍ରମରେ ପୁନଃ ନିର୍ଦ୍ଧାରଣ ପାଇଁ ଲକ୍ଷ୍ୟ ଉଦ୍ଦେଶ୍ୟର ପରିବର୍ତ୍ତନ କରାଯାଏ। ପାଠ୍ୟକ୍ରମ ପ୍ରସ୍ତୁତିର ଧାରଣା ଏହିଭଳି ଏକ ନିରନ୍ତର ପ୍ରକ୍ରିୟା। ମନେ ରଖିବେ କି ପାଠ୍ୟକ୍ରମ ପ୍ରସ୍ତୁତିର ଧାରଣା ଏକ କ'ଣ? ନା ନିରନ୍ତର ପ୍ରକ୍ରିୟା। ଦେନ୍ ଦେଖିବା କି ଲକ୍ଷ୍ୟ ନିର୍ଦ୍ଧାରଣ କ'ଣ? ଯଦି ଦେଖିବା କି ପାଠ୍ୟକ୍ରମ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ପର୍ଯ୍ୟବେସିତ। ଲକ୍ଷ୍ୟ ନିର୍ଦ୍ଧାରଣ ପାଠ୍ୟକ୍ରମ ପ୍ରସ୍ତୁତିର ପ୍ରଥମ ସୋପାନ। ମନେ ରଖିବେ ତାର ପ୍ରଥମ ସୋପାନ କ'ଣ? ନା ଲକ୍ଷ୍ୟ ନିର୍ଦ୍ଧାରଣ। ଯଦି ଆପଣ ଲକ୍ଷ୍ୟ ନିର୍ଦ୍ଧାରଣ ଠିକ୍‌ସେ ନ କରିବେ, ଯେକୌଣସି ସ୍ତରରେ ବି ହଉ, ତାହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏତେ ସହଜସାଧ୍ୟ ହୋଇନଥାଏ। ତ କେଉଁ ସ୍ତରରେ କେଉଁ ବିଷୟରେ କ'ଣ ପଢ଼ାଯିବ, ସେ ସବୁ ଶୈକ୍ଷିକ ଲକ୍ଷ୍ୟ ଉପରେ ନିର୍ଭର କରେ। ଲକ୍ଷ୍ୟ ନିର୍ଦ୍ଧାରଣ କଲାବେଳେ ଆମେ ନିମ୍ନ ଦିଗଗୁଡ଼ିକ ଉପରେ ଦୃଷ୍ଟି ଦେବା ଆବଶ୍ୟକ। କ'ଣ ସେ ଦିଗଗୁଡ଼ିକ? ଶିକ୍ଷାର୍ଥୀର ଆବଶ୍ୟକତା ବା ଶିକ୍ଷାର୍ଥୀ କ'ଣ ଚାହୁଁଛି? ବିଦ୍ୟାଳୟ ପରିସର ବହିର୍ଭୁକ୍ତ ଜୀବନ। ବିଦ୍ୟାଳୟ ବାହାରେ ଥିବା ଯେଉଁ ଅନୁଭୂତିଗୁଡ଼ିକ ଶିକ୍ଷାର୍ଥୀ ପ୍ରତିଟି ସମୟରେ ସେ ଏ କହିପାରିବା କି ଯୋଗାଯୋଗ କରିଥାଏ। ତେଣୁ ବିଦ୍ୟାଳୟ ପରିସର ବହିର୍ଭୁକ୍ତ ଜୀବନ ବା ବିଦ୍ୟାଳୟ ବାହାରର ଜୀବନ ସହିତ ଶିକ୍ଷାର୍ଥୀଙ୍କର ଯେଉଁ ସମ୍ପର୍କ ଅଛି ତାକୁ ଆମେ ବୁଝିବା। ଦେନ୍ ଦେଖିବା ଶିକ୍ଷାନୁଭୂତି ବୌଦ୍ଧିକ, ଆବେଗିକ ଓ କ୍ରିୟାତ୍ମକ ଦକ୍ଷତା ଉପରେ ପର୍ଯ୍ୟବେସିତ ହେବା ଆବଶ୍ୟକ। ମନେ ରଖିବେ ଏଇ ପଏଣ୍ଟ ଗୁଡ଼ାକ। ଶିକ୍ଷାନୁଭୂତି ବା ଶିକ୍ଷଣ ଅନୁଭୂତି ଗୁଡ଼ିକ ବୌଦ୍ଧିକ ହେଲା, ଆବେଗିକ, କ୍ରିୟାତ୍ମକ ଦକ୍ଷତା ଉପରେ ପର୍ଯ୍ୟବେସିତ ହେବା ଆବଶ୍ୟକ। ଦେନ୍ ଆମେ ସବୁକିଛି ରିଡ୍ କରିବାନି, ଯାହା ଇମ୍ପୋର୍ଟାଣ୍ଟ ରହିବ ସେଗୁଡ଼ିକୁ ଆମେ ଆନାଲିସିସ୍ କରିବା। ଦେଖିବା କି ଶିକ୍ଷାର୍ଥୀମାନଙ୍କ ସାମର୍ଥ୍ୟ ଅନୁସାରେ ଶିକ୍ଷଣ ଅନୁଭୂତି ସଂଗଠନ କରାଯିବା ଆବଶ୍ୟକ। ଏବଂ ନମ୍ବର 6ରେ ଅଛି କି ଶିକ୍ଷାର୍ଥୀର ଆଗ୍ରହ ଓ ଆବଶ୍ୟକତାକୁ ଧ୍ୟାନ ଦିଆଯାଇ ବିଷୟବସ୍ତୁ ନିର୍ବାଚନ କରିବା ଆବଶ୍ୟକ। ଏବଂ ତାର ପଏଣ୍ଟ ଗୁଡ଼ିକ କେବଳ ମନେ ରଖନ୍ତୁ। ବିଷୟବସ୍ତୁ ସଂଗଠନ। ତ ବିଷୟବସ୍ତୁ ସଂଗଠନ କ'ଣ? ନା ତାର ପଏଣ୍ଟ ଗୁଡ଼ାକ ଯଦି ଦେଖିବା, ବିଷୟବସ୍ତୁର ସଂଗଠନରେ ଅନୁକ୍ରମ, ବିଷୟବସ୍ତୁ କ୍ରମବର୍ଦ୍ଧିଷ୍ଣୁ ସଂଯୋଜନା, ଶିକ୍ଷାନୁଭୂତିର ସମନ୍ୱୟ ନିମନ୍ତେ ବିଷୟବସ୍ତୁ ସଂଯୋଜନା। ଏବଂ ନମ୍ବର 4 ଦେଲା କି ବିଷୟବସ୍ତୁ ସଂଗଠନରେ ସନ୍ତୁଳନ। ତ ଗୋଟେ ଗୋଟିକି ଆମେ ଆଲୋଚନା କରିବା। ବିଷୟବସ୍ତୁ ସଂଗଠନରେ ଅନୁକ୍ରମ କ'ଣ? ଅନୁକ୍ରମ ଯଦି ଦେଖିବା ତାର ପଏଣ୍ଟ ଗୁଡ଼ାକ ମନେ ରଖିବେ କି କିପରି ଗୋଟେ ବିଷୟବସ୍ତୁ ସଂଗଠନ କରାଯାଇଥାଏ। ନା ସରଳରୁ ଜଟିଳ କ୍ରମରେ ପାଠ୍ୟବସ୍ତୁ ସଂଗଠନ କରାଯାଇଥାଏ। ଏବଂ ଏସବୁ ଡିଟେଲରେ ଆମେ ପଢ଼ିବାର କିଛି ଆବଶ୍ୟକତା ନାହିଁ। କେବଳ ତା ପଏଣ୍ଟ ଗୁଡ଼ିକୁ ମନେ ରଖିବେ କି ସରଳରୁ ଜଟିଳ କ୍ରମରେ ପାଠ୍ୟବସ୍ତୁ ସଂଗଠନ। ନା କି ଆପଣଙ୍କୁ ସେ ଅ ବହି କିଛି ରିଡ୍ କରିବାର କିଛି ଆବଶ୍ୟକତା ନାହିଁ। କେବଳ ଆପଣଙ୍କୁ ଯଦି ପଚାରିବ ତାର ପଏଣ୍ଟ ଗୁଡ଼ିକ ନେଇକି ପଚାରିବ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଟେ ବା କେଉଁଟି ନୁହେଁ। ନମ୍ବର 2ରେ କ'ଣ ରହିଲା? ଆମେ ଏବେ ଆଲୋଚନା କରୁଛନ୍ତି କ'ଣ? ନା ବିଷୟବସ୍ତୁ ସଂଗଠନରେ ଅନୁକ୍ରମ ଗୁଡ଼ିକ। ତ ସରଳରୁ ଜଟିଳ କ୍ରମରେ ପ୍ରଥମେ ଦେଖିଲେ ପାଠ୍ୟବସ୍ତୁ ସଂଗଠନ। ଦେନ୍ ସେକେଣ୍ଡରେ ଦେଖିବା କି ଯୁକ୍ତିଯୁକ୍ତ ସମ୍ପର୍କ ଆଧାରରେ ସଂଗଠନ। ନମ୍ବର 2 ଏବଂ ନମ୍ବର 3 ଅଛି କ'ଣ? ନା ସମ୍ପୂର୍ଣ୍ଣ ବ୍ୟାଖ୍ୟାନରୁ ଆରମ୍ଭ କରି ଆଂଶିକ ବ୍ୟାଖ୍ୟାନ।
ଏବଂ ନମ୍ବର 4 ରେ ଅଛି ତଥ୍ୟ ଓ ଉପଧାରଣାଗୁଡ଼ିକ ସମୟାନୁସାରେ ସଜ୍ଜୀକରଣ। କେବଳ ଆପଣ ସର୍ଟରେ କେବଳ ମନେ ରଖନ୍ତୁ। ଯେହେତୁ ଆପଣଙ୍କୁ ଏକ୍ସାମ୍ କ୍ୱାଲିଫାଇ କରିବାର ଅଛି, ନା କି ଯାଇକି ଏକ୍ସାମ୍‌ରେ ଆପଣ ଏକ୍ସପ୍ଲାନେସନ୍ କରିବେ। ଏବଂ ନମ୍ବର ଯଦି 4 ଦେଖିଲେ ତାହେଲେ କ'ଣ ଅଛି ନା ତଥ୍ୟ ଓ ଉପଧାରଣାଗୁଡ଼ିକ ସମୟାନୁସାରେ ସଜ୍ଜୀକରଣ। ନମ୍ବର 2 ରେ ଅଛି କ'ଣ ନା ବିଷୟବସ୍ତୁର କ୍ରମବର୍ଦ୍ଧିଷ୍ଣୁ ସଂଯୋଜନା। ତ ଡିଟେଲରେ କିଛି ପଢ଼ିବାର ଆବଶ୍ୟକତା ନାହିଁ। ଏବଂ ପାଠ୍ୟକ୍ରମ ପ୍ରସ୍ତୁତିର ନିୟମ। ତ ଏଇଗୁଡ଼ିକୁ ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। ତାର ନିୟମଗୁଡ଼ିକ କ'ଣ, କ'ଣ? ତ ପ୍ରଥମ ମନେ ରଖିବେ ଶିଶୁ କେନ୍ଦ୍ରିକ ନିୟମ ଯେଉଁ 12ଟି ନିୟମ ଅଛି ତାକୁ ମନେ ରଖିବେ। ପ୍ରଥମ ନିୟମ ହେଲା କ'ଣ ନା, କ'ଣ ପାଇଁ? ନା ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ, ଯାହାକି ଆମେ ପ୍ରିନ୍ସିପଲ୍ ଅଫ୍ କରିକୁଲମ୍ ଅର୍ଗାନାଇଜେସନ୍ ବିଷୟରେ ଆମେ ଡିସ୍କସ୍ କରୁଛନ୍ତି। ତେଣୁ ତା ପଏଣ୍ଟ ଗୁଡ଼ିକ ମନେ ରଖିବେ। ପ୍ରଥମ ପଏଣ୍ଟ ହେଲା କ'ଣ ନା ଶିଶୁ କେନ୍ଦ୍ରିକ ନିୟମ ବା ଶିଶୁକୁ ଆମେ ପ୍ରାଧାନ୍ୟ ଦେବା ଦରକାର। ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କଲାବେଳେ ଶିଶୁର ଆଶା, ଆକାଂକ୍ଷା, ସାମର୍ଥ୍ୟ, ଆବଶ୍ୟକତା ତଥା ପରିବାରକୁ ଦୃଷ୍ଟିରେ ରଖିବା ଆବଶ୍ୟକ। ତ ଇଏ ହେଉଛି କ'ଣ ନା ଶିଶୁ କେନ୍ଦ୍ରିକ ନିୟମ ବା ଶିଶୁକୁ ଯେଉଁଥିରେ ପ୍ରାଧାନ୍ୟ ଦିଆଯାଏ ବା ଶିଶୁର ଆଗ୍ରହ, ଆବଶ୍ୟକତାକୁ ଆମେ ଦୃଷ୍ଟିରେ ରଖି ଯାହା କିଛି ଆମେ ପ୍ରସ୍ତୁତ କରିଥାନ୍ତି ତାକୁ କୁହାଯାଏ ଶିଶୁ କେନ୍ଦ୍ରିକ ନିୟମ। ଆଶା କରୁଛି ନିଶ୍ଚିନ୍ତ ଆପଣ କ୍ଲିୟର ହେଇଯାଇଥିବେ ଶିଶୁ କେନ୍ଦ୍ରିକ ନିୟମ କହିଲେ କ'ଣ। ଦେନ୍ ମୁଭ୍ କରିବା କି ସମାଜ ବା ଗୋଷ୍ଠୀ କେନ୍ଦ୍ରିକ। ସମାଜ ବା ଗୋଷ୍ଠୀ କେନ୍ଦ୍ରିକ। କ'ଣ? ବିଦ୍ୟାଳୟ ଓ ସମାଜ ବା ଗୋଷ୍ଠୀ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେଣୁ ପାଠ୍ୟକ୍ରମ ପ୍ରସ୍ତୁତି ବେଳେ ଗୋଷ୍ଠୀ ଜୀବନ ସହିତ ସମନ୍ୱିତ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ। ତ ମନେ ରଖିବେ ସମାଜ ବା ଗୋଷ୍ଠୀ କେନ୍ଦ୍ରିକ କହିଲେ ଯେ କେବଳ ଯେ ଶିଶୁକୁ ଗୁରୁତ୍ୱ ଦେବା ଉଚିତ ନୁହଁ, ତା ସହିତ ଶିଶୁ ଯେଉଁ ଗୋଷ୍ଠୀରେ ରହୁଥିବ ତା ଜୀବନ ସହିତ ସମନ୍ୱିତ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ। ବା ବିଦ୍ୟାଳୟ ହେଲା ସମାଜ ଏବଂ ଗୋଷ୍ଠୀ ପରସ୍ପର କ'ଣ ନା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏବଂ ନମ୍ବର 3 ରେ ଦେଖିବା କି କର୍ମକେନ୍ଦ୍ରିକ। ତ କର୍ମକେନ୍ଦ୍ରିକ କ'ଣ? ଶିଶୁ ପାଇଁ ବିଭିନ୍ନ ପ୍ରକାର କ୍ରିୟାକଳାପ ପାଠ୍ୟକ୍ରମରେ ସ୍ଥାନିତ ହେବା ଆବଶ୍ୟକ। ଆଗ୍ରହ, ସାମର୍ଥ୍ୟ, ରୁଚି, ଅଭିବୃଦ୍ଧି ଏବଂ ବିକାଶର ସ୍ତର ଅନୁସାରେ ଏହି କାର୍ଯ୍ୟଗୁଡ଼ିକ ପାଠ୍ୟକ୍ରମରେ ସ୍ଥାନ ପାଇବା ଦରକାର। ଏହି କ୍ରିୟାଗୁଡ଼ିକ ସୃଜନଶୀଳ ବା କ୍ରିଏଟିଭିଟି ଯାହାକୁ ଆମେ କହିଥାନ୍ତି ଓ ଯୋଜନାବଦ୍ଧ ହେବା ଆବଶ୍ୟକ। ପ୍ରପର୍ ପ୍ଲାନିଂରେ ହେବା ଦରକାର। ଯେଉଁ ଆମେ ଦେଖିବା କି ଶିଶୁର ବିଦ୍ୟାଳୟ ଭିତର ଓ ବାହାର ଜୀବନକୁ ସମନ୍ୱିତ କରିଥିବା ଓ କାର୍ଯ୍ୟକଳାପ ସ୍ଥାନ ପାଇବା ଉଚିତ। ଯଦି ବିଦ୍ୟାଳୟରେ ଶିକ୍ଷକ ଯଦି କୌଣସି ଟପିକ୍ ବିଷୟରେ ଶିକ୍ଷାଦାନ କରନ୍ତି, ଯଦି ସେ ଟପିକ୍ ରିଲେଟେଡ୍ ବାହାର ବା ତାର ଶିକ୍ଷାର୍ଥୀର ଦୈନନ୍ଦିନ ଜୀବନ ସହିତ କିଛି ସମ୍ପର୍କିତ ନଥିବ, ତାହେଲେ ଯେଉଁ ଶିକ୍ଷାଦାନ ଦିଆଯାଏ ତାହା ମୂଲ୍ୟହୀନ ହୋଇଯାଏ। ତେଣୁ ଏଠି କୁହାଗଲା କି କ'ଣ ନା ଶିକ୍ଷାର୍ଥୀର ଦୈନନ୍ଦିନ ଜୀବନ ସହିତ ସମ୍ପର୍କିତ ହେଇଥିବା ଦରକାର ବା ବାସ୍ତବ ଜୀବନର ଯେଉଁ ସବୁ ଅନୁଭୂତି ଗୁଡ଼ିକ ଶିକ୍ଷାର୍ଥୀ ପାଇଥାଏ, ସେଗୁଡ଼ିକ ତାର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ଦରକାର। ଦେନ୍ ଦେଖିବା କି ବିବିଧତା ଓ ବିଭିନ୍ନତା। ତ ବିବିଧତା ଓ ବିଭିନ୍ନତା କ'ଣ? ନା ପାଠ୍ୟକ୍ରମର ପରିସର ସଂକୀର୍ଣ୍ଣ ନ ହୋଇ ବ୍ୟାପକ ହେବା ଆବଶ୍ୟକ ବା ବ୍ରଡ୍ ସେନ୍ସରେ ଆମେ ତାକୁ ନେଇପାରିବା। ଏହାଦ୍ୱାରା ବିଭିନ୍ନ ପ୍ରକାର ଶିକ୍ଷାର୍ଥୀଙ୍କର ବିଭିନ୍ନ ଆବଶ୍ୟକତା ପୂରଣ ହୋଇପାରିବ। ଏବଂ ଯଦି ଦେଖିବା ସେମାନେ ନିଜର ସାମର୍ଥ୍ୟ, ଆଗ୍ରହ ଭେଦରେ ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ ର ସୁବିଧା ପାଇବେ। ସ୍ଥାନ, କାଳ, ପାତ୍ର ଭେଦରେ ପିଲାମାନଙ୍କର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ। ନିଶ୍ଚିନ୍ତ ଯେହେତୁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଆମେ କହିପାରିବା କି ବ୍ୟକ୍ତିଗତ ବିଭେଦତା ଅଛି ବା ଇଣ୍ଡିଭିଜୁଆଲ୍ ଡିଫରେନ୍ସ ପ୍ରତ୍ୟେକ ପିଲାଙ୍କର ଅଛି। ଏବଂ ସହରର ପିଲାମାନଙ୍କର ଆବଶ୍ୟକତା ଠାରୁ ଗାଁ ପିଲାମାନଙ୍କର ଆବଶ୍ୟକତା ଭିନ୍ନ। ନିଶ୍ଚିନ୍ତ ଆଦିବାସୀ ଓ ହରିଜନ ପିଲାମାନଙ୍କ ଠାରୁ ଅନ୍ୟ ପିଲାମାନଙ୍କର ଆବଶ୍ୟକତା ଭିନ୍ନ। ପୁନଶ୍ଚ ଝିଅମାନଙ୍କ ଆବଶ୍ୟକତା ଓ ଆଗ୍ରହ ପୁଅମାନଙ୍କର ଆବଶ୍ୟକତା ଓ ଆଗ୍ରହ ଠାରୁ ଭିନ୍ନ। ତେଣୁ ବିବିଧତା ଓ ବିଭିନ୍ନତାକୁ ଗୁରୁତ୍ୱ ଦେଇ ପାଠ୍ୟକ୍ରମରେ ସ୍ଥାନିତ ହେବା ଆବଶ୍ୟକ। ତ ଏସବୁ ବିଷୟକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଏପରି ପ୍ରସ୍ତୁତ କରାଯିବ, ଯେପରି ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଁ ପାଠ୍ୟକ୍ରମ ଆଗ୍ରହ ସୃଷ୍ଟି କଲାଭଳି ଯଥେଷ୍ଟ ଉପାଦାନ ଥିବା ଦରକାର। ତେଣୁ ପଏଣ୍ଟଟି ମନେ ରଖିବେ ବିବିଧତା ଓ ବିଭିନ୍ନତା। ମୁଭ୍ କରିବା ସହସମ୍ବଧ ଓ ସମନ୍ୱୟ। ତ ସହସମ୍ବଧ ଓ ସମନ୍ୱୟ କ'ଣ? ପାଠ୍ୟକ୍ରମ ପ୍ରସ୍ତୁତି ବେଳେ ସମ୍ବଧ ଓ ସମନ୍ୱୟ ନିୟମକୁ ଦୃଷ୍ଟି ଦିଆଯିବା ଆବଶ୍ୟକ। ବା କାହା ସହିତ ସମ୍ପର୍କ ଅଛି। ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ପିଲାମାନଙ୍କୁ କେତେକ ଅଭିଜ୍ଞତା ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହା ଏକ ଲକ୍ଷ୍ୟର ପୂରଣ ନିମିତ୍ତ ପାଠ୍ୟକ୍ରମସ୍ଥ ବିଭିନ୍ନ ବିଷୟ ସହ ସେହି ଅଭିଜ୍ଞତାଗୁଡ଼ିକୁ ସହସମ୍ବଦ୍ଧ ରହିବ ଓ ସେଗୁଡ଼ିକ ସମନ୍ୱିତ ଭାବେ ସ୍ଥାନିତ ହେବ। ଫଳରେ ଶିଶୁର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ଓ ଜ୍ଞାନର ଅଖଣ୍ଡତା ବଜାୟ ରଖିହେବ। ଉଦାହରଣ ସ୍ୱରୂପ ଯେପରି ପ୍ରଥମ ଶ୍ରେଣୀରେ ଟୁଣାଟୁଣି ବିଷୟରେ ଭାଷା, ପରିବେଶ, ଅଧ୍ୟୟନ ଓ ଗଣିତକୁ ସମନ୍ୱିତ କରାଯାଇଛି ଏବଂ ଆପଣମାନେ ଜାଣିଥିବେ କି ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀରେ ସମନ୍ୱିତ ପାଠ୍ୟପୁସ୍ତକ ପ୍ରଚଳିତ ଅଛି। ହସଖେଳ ଏବଂ ହସଖୁସି ବହିଗୁଡ଼ିକ, ଯେଉଁଥିରେ କି ଭାଷା, ପରିବେଶ ଏବଂ ଗଣିତକୁ ସମନ୍ୱିତ କରାଯାଇଛି ବା ସମନ୍ୱିତ କରିକି ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କରାଯାଉଛି। ତ ସହସମ୍ବଧ ଓ ସମନ୍ୱୟ ତାଙ୍କ ମଧ୍ୟରେ ଉଚିତ ସମ୍ବନ୍ଧ ରହିବା ଆବଶ୍ୟକ। ଦେନ୍ ଦେଖିବା କି ପରମ୍ପରାର ସଂରକ୍ଷଣ। ତ ପରମ୍ପରାର ସଂରକ୍ଷଣ କ'ଣ? ଶିକ୍ଷାର ଏକ ପ୍ରଧାନ ଲକ୍ଷ୍ୟ ହେଉଛି ସାଂସ୍କୃତିକ ସଂରକ୍ଷଣ ଓ ପରିବହନ।
ଏବଂ ପ୍ରତ୍ୟେକ ସଂସ୍କୃତିକୁ ଆମେ ପ୍ରାଧାନ୍ୟ ଦେବା ଉଚିତ। ମାନବ ସଭ୍ୟତାର ପ୍ରଗତି ପାଇଁ ଏହା ଏକ ଏକାନ୍ତ ଆବଶ୍ୟକ। ପରମ୍ପରା, ରୀତିନୀତି, ମନୋବୃତ୍ତି, କୌଶଳ, ଆଚରଣ, ମୂଲ୍ୟବୋଧ ଇତ୍ୟାଦିର ସମ୍ମିଶ୍ରଣକୁ ସଂସ୍କୃତି ବୋଲି କୁହାଯାଏ। ଶିକ୍ଷାର୍ଥୀମାନେ ଏସବୁକୁ ଆହରଣ କରିଥାନ୍ତି ଓ ଏହାର ଅଧିକାରୀ ମଧ୍ୟ ହୋଇଥାନ୍ତି। ଏ ସମସ୍ତ ବିଷୟ ସହିତ ଶିଶୁର ଆଗ୍ରହ, ସାମର୍ଥ୍ୟ ମୋଟାମୋଟି ଭାବେ କହିବାକୁ ଗଲେ ସବୁ କ୍ଷେତ୍ରରେ ହିଁ ଶିକ୍ଷାର୍ଥୀର ଆଗ୍ରହ, ତାର ଆବଶ୍ୟକତା, ତାର ରୁଚି ଏସବୁକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏବଂ ଶିଶୁ ଯେପରି ତାର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାରେ ସଂରକ୍ଷଣ ଓ ପରିବହନ କରିପାରିବ, ସେହି ପ୍ରକାର ଚିନ୍ତାଧାରା ପାଠ୍ୟକ୍ରମରେ ରୂପାୟିତ ହେବ। ଶିକ୍ଷାର ଏହି ରକ୍ଷଣଶୀଳ ଭୂମିକା ଯୋଗୁଁ ସାଂସ୍କୃତିକ ଅବକ୍ଷୟ ହେବ ନାହିଁ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଦେଖିବା କି ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଶିକ୍ଷାର୍ଥୀମାନଙ୍କର ଅଧିକ ଲାଳାୟିତ। ଏବଂ ମନେ ରଖିବା ସେ ପଏଣ୍ଟକୁ ଯାହା ଆମେ ଡିସ୍କସ୍ କଲେ କି ପରମ୍ପରାର ସଂରକ୍ଷଣ ଗୋଟିଏ ମଧ୍ୟ ତାର ପଏଣ୍ଟ ଅଛି। ଦେନ୍ ଦେଖିବା ସୃଜନଶୀଳତା ବା କ୍ରିଏଟିଭିଟି ଯାହାକୁ ଆମେ କହିଥାନ୍ତି। କ'ଣ? ଶିଶୁମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ପାଠ୍ୟକ୍ରମରେ ବ୍ୟବସ୍ଥା ରହିବା ଆବଶ୍ୟକ। ଫଳରେ ସେମାନେ ସାଂସ୍କୃତିକ ଐତିହ୍ୟକୁ ସମୁନ୍ନତ ଓ ସମୃଦ୍ଧ କରିବେ। ଗୋଟିଏ ପ୍ରଗତିଶୀଳ ସମାଜ ସୃଷ୍ଟି କରିବା ପାଇଁ ସାଂସ୍କୃତିକ ପରମ୍ପରାର ମୌଳିକତା ରକ୍ଷା କରି ଆଗକୁ ବଢ଼ିବାକୁ ହୁଏ। ଉପଯୁକ୍ତ ପାଠ୍ୟକ୍ରମ ଶିକ୍ଷାର ଏକ ପ୍ରଗତିଶୀଳ ଭୂମିକାକୁ ତ୍ୱରାନ୍ୱିତ କରିପାରିବେ। ଏବଂ ଯଦି ଆମେ ଦେଖିବା କି ଭାରତର ଯଦି ଆମେ ଦେଖିବା କି ରବୀନ୍ଦ୍ରନାଥ ଟାଗୋର ପ୍ରଗତିଶୀଳ ଭୂମିକାରେ ବା ଶିକ୍ଷାର୍ଥୀମାନଙ୍କୁ ଆଗକୁ ନେବାରେ ଅନେକ ତାଙ୍କର ଅବଦାନ ଅଛି। ଏବଂ ପାଠ୍ୟକ୍ରମ ଦୃଷ୍ଟିରୁ ଯଦି ଆମେ ଦେଖିବା ରବୀନ୍ଦ୍ରନାଥ ଟାଗୋର ହେଲେ, ଜନ୍ ଡୁଇ ହେଲେ, ମହାତ୍ମା ଗାନ୍ଧୀ ହେଲେ, ଏ ସମସ୍ତଙ୍କର ଭୂମିକା ଅନନ୍ୟ। ଦେନ୍ ଦେଖିବା କି ଦୂରଦୃଷ୍ଟି। ଦୂରଦୃଷ୍ଟି କ'ଣ? ଏ ପଏଣ୍ଟ ଗୁଡ଼ିକୁ କେବଳ ମନେ ରଖନ୍ତୁ। ପାଠ୍ୟକ୍ରମ ଏପରି ପ୍ରସ୍ତୁତ ହେବା ଦରକାର ଯେଉଁଥିରେ ପିଲାମାନଙ୍କର ସାମ୍ପ୍ରତିକ ଜୀବନର ଆଶା ଆକାଂକ୍ଷା ସହିତ ଭବିଷ୍ୟତ ଜୀବନର ଆଶା ଆକାଂକ୍ଷା ଓ ଆବଶ୍ୟକତା ମଧ୍ୟ ପ୍ରତିଫଳିତ ହେବ। ଯଦି ଆମେ ଦେଖିବା କି ଆଗାମୀ ଦୂରଦୃଷ୍ଟି ବା ଆଗାମୀ ଭବିଷ୍ୟତକୁ ନେଇକି ପାଠ୍ୟକ୍ରମ ପ୍ରଚଳିତ ହେବା ଦରକାର ବା ପାଠ୍ୟକ୍ରମରେ ସେହି ବିଷୟ ଗୁଡ଼ିକ ସ୍ଥାନିତ ହେବା ଦରକାର। ପର୍ଟିକୁଲାର ଯଦି ଆମେ ଦେଖିବା ସାହିତ୍ୟ ହେଲା, ଗଣିତ ଯେକୌଣସି ପ୍ରସଙ୍ଗକୁ ଆପଣ ବିଷୟକୁ ନିଅନ୍ତୁ, ତ ସେଇ ବିଷୟର ପ୍ରସଙ୍ଗ ଗୁଡ଼ିକରେ ଏ ଭବିଷ୍ୟତର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଭିତ୍ତି କରିକି ସେଇ ବିଷୟ ଗୁଡ଼ିକ ଅନ୍ତର୍ଭୁକ୍ତ ହେବା ଦରକାର। କେଉଁଥିରେ? ନା ପାଠ୍ୟକ୍ରମରେ। ଯାହାକି ତାର ପଏଣ୍ଟ ହେଲା ଆପଣ ମନେ ରଖିବେ ଦୂରଦୃଷ୍ଟି। ଏଥିରେ ଜ୍ଞାନ, କୌଶଳ, ଅଭିଜ୍ଞତା ଆଦିର ଅଭିବୃଦ୍ଧି ସମ୍ବନ୍ଧୀୟ ଏପରି ବ୍ୟବସ୍ଥା ରହିବା ଯଦ୍ୱାରା ଭବିଷ୍ୟତରେ ସେମାନଙ୍କର ସମଯୋଜନ ସାମର୍ଥ୍ୟ ବିକଶିତ ହେବ। ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ତେଣୁ ଆସନ୍ତାକାଲିର ସମସ୍ୟା ସମାଧାନ ପାଇଁ ପାଠ୍ୟକ୍ରମରେ ବ୍ୟବସ୍ଥା ରହିବା ଆବଶ୍ୟକ। ସୁତରାଂ ପାଠ୍ୟକ୍ରମ ପ୍ରଣେତାମାନଙ୍କୁ ଭବିଷ୍ୟତ ସମାଜର ସ୍ପଷ୍ଟ ଚିତ୍ରଟିଏ ଅଙ୍କନ କରିବାକୁ ହେବ ଓ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପଡ଼ିବ। ଦେନ୍ ଦେଖିବା କି ନମନୀୟତା। ତେଣୁ ନମନୀୟତା କ'ଣ? ସମାଜର ଆଶା, ଆକାଂକ୍ଷା ଓ ଆବଶ୍ୟକତାରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ଯାହାକି 10 ବର୍ଷ ପୂର୍ବେ ଯେଉଁ ପୁସ୍ତକଗୁଡ଼ିକ ଥିଲା, ବର୍ତ୍ତମାନ ତାକୁ ଯଦି ଆମେ ବିଚାରକୁ ନେବା, ତାହେଲେ ଆଗାମୀ ଦିନରେ ସେ ପୁସ୍ତକଗୁଡ଼ିକ କେତେ ଯେ ଶିକ୍ଷାର୍ଥୀମାନଙ୍କ ହିତ ସାଧନ ହେବ ବା ଲକ୍ଷ୍ୟ ଉଦ୍ଦେଶ୍ୟ ପୂରଣ ହେବ, ତାକୁ ମଧ୍ୟ ବିଚାରକୁ ନେବା ଉଚିତ। ତେଣୁ ସମାଜର ଆଶା ଆକାଂକ୍ଷା ଓ ଆବଶ୍ୟକତାରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ତେଣୁ ପାଠ୍ୟକ୍ରମରେ ସ୍ଥାନିତ ବିଷୟମାନ ଅପରିବର୍ତ୍ତନୀୟ ଓ ଅନମନୀୟ ହେବା ଉଚିତ ନାହିଁ। ଏହାର ଅର୍ଥାତ୍ ପ୍ରତ୍ୟେକ ବିଷୟବସ୍ତୁକୁ ଆମେ ଯଦି ଆଲୋଚନା କରିବା, ତାହେଲେ ନମନୀୟତା ରହିବା ଆବଶ୍ୟକ। ସମାଜର ଆବଶ୍ୟକତା ଓ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମରେ ପରିବର୍ତ୍ତନର ସୁଯୋଗ ରହିବା ଆବଶ୍ୟକ। ପାଠ୍ୟକ୍ରମ ପରିଚାଳନା ପାଇଁ ମଧ୍ୟ ଶିକ୍ଷକଙ୍କୁ ଔପଚାରିକତାରୁ ମୁକ୍ତ ରହିବାକୁ ହେବ। ଏମିତି ନୁହଁ କି ଯାହା ନୀତି ନିୟମ ଏସବୁକୁ ମାନିକି ଧରାବନ୍ଧା ନୀତିରେ ଚାଲିବା, ସେମିତି ନୁହଁ। ବେଳେବେଳେ ଔପଚାରିକତାରୁ ଆସି ଅନୌପଚାରିକତାର ସହ ସମାଜ ଗଢ଼ିବା ପାଇଁ ସେମାନେ ସହାୟକ ହେବା ଦରକାର। ଦେନ୍ ଦେଖିବା ପ୍ରୟୋଜନୀୟତା। ତ ପ୍ରୟୋଜନୀୟତା କ'ଣ? ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କର ପ୍ରୟୋଜନ ପୂରଣରେ ସହାୟକ ହେବା ଆବଶ୍ୟକ। ଯଦି ସେମାନଙ୍କର ଆବଶ୍ୟକତାକୁ ସେ ପାଠ୍ୟକ୍ରମ ପୂରଣ କରିପାରୁନାହିଁ, ତାହେଲେ ସେ ପାଠ୍ୟକ୍ରମର କୌଣସି ଅ, କହିପାରିବା କି ତାର ଲକ୍ଷ୍ୟ ଉଦ୍ଦେଶ୍ୟ ଭିତ୍ତିହୀନ ବୋଲି। ତେବେ ବାସ୍ତବ ଜୀବନରେ ପ୍ରୟୋଗ ଓ ଉପଯୋଗୀ କରିବା ପାଇଁ ଏହା ମଧ୍ୟରେ ବୃତ୍ତିଭିତ୍ତିକ, ଯାନ୍ତ୍ରିକ, ବୈଷୟିକ ଶିକ୍ଷା ଦେବା ଉଚିତ। ଯାହାଫଳରେ ଶିଶୁ ଆହରଣ କରିଥିବା କୌଶଳକୁ ନିଜର କର୍ମକ୍ଷେତ୍ରରେ ବ୍ୟବହାର କରିପାରିବ। ପାଠ୍ୟକ୍ରମ କର୍ମାନୁଭୂତି ଉପରେ ପର୍ଯ୍ୟବେସିତ ହେବା ଉଚିତ। ଯଦି ଆମେ ଦେଖିବା କର୍ମ ମାଧ୍ୟମରେ ଶିକ୍ଷା, ମହାତ୍ମା ଗାନ୍ଧୀଙ୍କ ଯେଉଁ ମୌଳିକ ଶିକ୍ଷା ଥିଲା ବା ଆମେ କହିପାରିବା କି ୱାର୍ଦ୍ଧା ଯେଉଁ ସମ୍ମିଳନୀ ଥିଲା, ତ ସେଗୁଡ଼ିକ କ'ଣ ନା କର୍ମକେନ୍ଦ୍ରିକ ଶିକ୍ଷା ଥିଲା। ଆଞ୍ଚଳିକ ଭିତରେ କର୍ମାନୁଭୂତିରେ ବିବିଧତା ମଧ୍ୟ ଅଣାଯାଇପାରେ। ତ ଏ ପଏଣ୍ଟ ଗୁଡ଼ିକ ମନେ ରଖିବେ। ଦେନ୍ ଦେଖିବା କି ଆମେ ସଂହତି କ'ଣ? ସଂହତି ବା ସମତା ଯାହାକୁ ଆମେ କହିଥାନ୍ତି ବିଷୟବସ୍ତୁ ଓ କାର୍ଯ୍ୟକଳାପ, ପ୍ରତ୍ୟକ୍ଷ ଓ ପରୋକ୍ଷ ଅଭିଜ୍ଞତା, ତାତ୍ତ୍ୱିକ ଓ ବୈଷୟିକ ଶିକ୍ଷା, ବାଧ୍ୟତାମୂଳକ, ଇଚ୍ଛାଧୀନ ଶିକ୍ଷା
ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ଶିକ୍ଷା ଓ ଶିକ୍ଷାର ବ୍ୟକ୍ତିଗତ ବା ସାମାଜିକ ଲକ୍ଷ୍ୟ ମଧ୍ୟରେ ସଂହତି ବା ସମତା ରକ୍ଷା କରି ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଏକାନ୍ତ ଆବଶ୍ୟକ। ତା ପଏଣ୍ଟ ଗୁଡାକୁ କେବଳ ଆପଣ ମନେ ରଖିବେ ଏବଂ ରହିଲା କ'ଣ ନା ବ୍ୟାପକତା। ପାଠ୍ୟକ୍ରମର ଲକ୍ଷ୍ୟ ସୀମିତ ନ ହୋଇ ବ୍ୟାପକ ହେବା ବାଞ୍ଛନୀୟ। ଯାହାକି ଶାରୀରିକ, ମାନସିକ, ସାମାଜିକ, ଆବେଗିକ ଏ ସମସ୍ତ ଦିଗ ଗୁଡ଼ିକର କ'ଣ ନା ବିକାଶ ହେଇପାରିବ ଏବଂ ଏସବୁ କ'ଣ ନା ଉପରେ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ। ଶିଶୁ ଓ ସମାଜର ସର୍ବୋତ୍ତମ ବିକାଶ ପାଇଁ ପାଠ୍ୟକ୍ରମର ଲକ୍ଷ୍ୟ ବ୍ୟାପକ ହେବା ଉଚିତ। ତ ଏଇ ଯେଉଁ ପଏଣ୍ଟ ଗୁଡିକ ଆମେ ଡିସ୍କସ୍ କଲେ ବା ଯାହା କିଛି ଆମେ ଆଲୋଚନା କଲେ ସେଗୁଡ଼ିକ ନିଶ୍ଚିନ୍ତ ଆପଣଙ୍କର ହେଲ୍ପଫୁଲ୍ ହେଇପାରିବ ଏବଂ ଯଦି ଆମେ ଦେଖିବା ଏଠି ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ିକ ମନେ ରଖିବେ 1976 ମସିହାରେ ଦେଶର 42ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଯାହାକି ଆମେ କହିପାରିବା ରାଜ୍ୟ ସରକାରଙ୍କ ସମ୍ମିଳିତ ଦାୟିତ୍ୱଭୁକ୍ତ କରାଯାଇଛି ବା ଆପଣ ମନେ ରଖିପାରିବେ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ। କେବେ ନା 1976 ମସିହା 42ତମ କନଷ୍ଟିଚ୍ୟୁସନାଲ ଆମେଣ୍ଡମେଣ୍ଟ ମନେ ରଖିବେ ଏବଂ ଆମ ରାଜ୍ୟର ୟୁନିସେଫ୍ ସହାୟତାରେ 1975 ମସିହାରେ ପ୍ରାଥମିକ ଶିକ୍ଷା ପାଠ୍ୟକ୍ରମ ନବୀକରଣ ପ୍ରକଳ୍ପ ପ୍ରାଇମେରୀ ଏଜୁକେସନ କରିକୁଲମ ରିନ୍ୟୁଆଲ ପ୍ରୋଜେକ୍ଟ ୟାକୁ ମନେ ରଖିବେ କେବେ ନା 1975। ତ ଇଏ ଥିଲା ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ କି ପର୍ଟିକୁଲାର ଯଦି ଆମେ ଦେଖିବା ତାହେଲେ ପ୍ରିନ୍ସିପଲ୍ ଅଫ୍ କରିକୁଲମ୍ ଅର୍ଗାନାଇଜେସନକୁ ଡିସ୍କସ୍ କଲେ ଏବଂ ୟୁନିଟ୍ 3ର ଯାହା କିଛି ଅଛି ସମସ୍ତ କନସେପ୍ଟ ଗୁଡ଼ିକ ଆମେ ୟା ପରେ ଡିଟେଲରେ ବୁଝିବା। ତେବେ ଆଶା କରୁଛି ଆପଣଙ୍କୁ ନିଶ୍ଚିନ୍ତ ଏକ୍ଜାମରେ ହେଲ୍ପଫୁଲ୍ ହେଇପାରିବ ଏବଂ ଆପଣଙ୍କ ସହିତ ଦେଖା ହେବ ଆଉ ଏକ କ୍ଲାସରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।